କିଛି ଭୀମୁଆ ମାନେ ଆଉ କଂଗ୍ରେସ ପାର୍ଟିର କିଛି ଚାମଚା ମାନେ ଖାସ୍ କରି କଂଗ୍ରେସର କର୍ଣ୍ଣାଟକରେ ଯେ କଂଗ୍ରେସର ସଭାପତି ଅଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ କଂଗ୍ରେସ କର୍ଣ୍ଣାଟକ ସରକାରକୁ ଲିଖିତ ଆକାରରେ ଦେଇଛନ୍ତି ଆର୍ଏସ୍ଏସ୍କୁ ବ୍ୟାନ୍ କରାଯାଉ। କାହିଁକିନା ଆର୍ଏସ୍ଏସ୍ ମନ୍ଦିର ଆଉ ସ୍କୁଲ କଲେଜରେ ଶାଖା ଚଲାଉଛି ଆଉ ମାନେ ବିଭାଜନକାରିକା ପାଇଁକା ଏଇ ଟାଇପ୍ର ମନ୍ତବ୍ୟ ତାଙ୍କର ସବୁ ଗତିବିଧି ଆଚରଣ ସେ ଆର୍ଏସ୍ଏସ୍ ଉପରେ ଏଇ ଟାଇପ୍ର ଅଭିଯୋଗ ଲଗାଉଛି। ଭାଇମାନେ ଏଥିରୁ ତ ଗୋଟିଏ କଥା ନିଶ୍ଚିନ୍ତ ଯେ କଂଗ୍ରେସର ଟାର୍ଗେଟରେ ବର୍ତ୍ତମାନ ଆର୍ଏସ୍ଏସ୍, କାହିଁକିନା ଆର୍ଏସ୍ଏସ୍ରେ କେତେ ମେମ୍ବର ହେଲେଣି ତାଙ୍କ ମୁଣ୍ଡ ପାଗଳା ହେଇଗଲାଣି ଆଉ ବିଜେପିର କେତେ କୋଟି ମେମ୍ବର ସଂଖ୍ୟା ଦେଖିକି ସିଏ ବି ପାଗଳାଣି। ତେଣୁକରି କଂଗ୍ରେସ ଯେଉଁଠି ଅଛି ସେ ସେଇଠି କେବଳ ଆର୍ଏସ୍ଏସ୍କୁ ବ୍ୟାନ୍ କରିବା ପାଇଁକା ଲାଗି ପଡ଼ିଛନ୍ତି। ଆଉ ଓଡ଼ିଶାରେ କିଛି ଭୀମୁଆ ନୀଳ କବୁତର ଚାମଚା ମାନେ ଏଇ ଜିନିଷଟାକୁ ସପୋର୍ଟ କରି ସୋସିଆଲ ମିଡ଼ିଆରେ ସେ ହାଉ ହାଉ ହୁଅନ୍ତି। ଆଉ ଏ ଭୀମୁଆ ମାନେ ନୀଳ କବୁତର ମାନେ କଂଗ୍ରେସ ଚାମଚା ମାନେ ତୁମ ପର୍ଟିକୁଲାର କୁହାଯାଉଛି ତୁମ ସ୍ୱପ୍ନଟା ହେଉଛି ଦିନ ସ୍ୱପ୍ନ। ତେଣୁକରି ଦିନ ସ୍ୱପ୍ନ ତୁମେ ଦିନରେ ଦେଖିବାଟା ହିଁ ଭଲ, କିନ୍ତୁ ସାକାର କରିବା ପାଇଁକା ତୁମ 14 ପୁରୁଷ ଲାଗିଯିବ। ବୁଝିହେଲା କି? ନୀଳ ଭୀମୁଆ ନୀଳ କବୁତର ଆଉ କଂଗ୍ରେସର କିଛି ପର୍ଟିକୁଲାର ଚାମଚା ମାନେ ସୋସିଆଲ ମିଡ଼ିଆରେ ହାଉ ହାଉ ହୁଅନି, ଯଦି ଦମ୍ ଅଛି କରିକି ଦେଖାଅ। ଆଉ ଆର୍ଏସ୍ଏସ୍ କେତେ ବଡ଼ ସଂଗଠନ ତାର କେତେ ଦମ୍ ଅଛି ସିଏ ବି ତୁମକୁ ଦେଖେଇ ନେଇ ପାରିବ। ବୁଝିଲ? ରହିଲି ଭାଇମାନେ, ଜୟ ଶ୍ରୀରାମ। ଆଉ ଆର୍ଏସ୍ଏସ୍ର ପ୍ରତ୍ୟେକ ଭାଇମାନଙ୍କୁ ଅନୁରୋଧ କରୁଛି ଭିଡ଼ିଓକୁ ପ୍ରଚୁର ମାତ୍ରାରେ ସେୟାର କରନ୍ତୁ, ଯେମିତି ସେଇ କଂଗ୍ରେସ ଚାମଚା ମାନେ ପାଖରେ ପହଞ୍ଚୁ ମାନେ ଦିନରେ ସ୍ୱପ୍ନ ଦେଖନ୍ତି ଆର୍ଏସ୍ଏସ୍କୁ ବ୍ୟାନ୍ କରିବା ପାଇଁକା।